ପଳାଶୁଣୀରୁ ହାଇଟେକ୍ ଛକ ପାଲଟିଛି ମରଣଜନ୍ତା। ବର୍ଷ ଆରମ୍ଭରୁ ସଡ଼କ ଦୁର୍ଘଟଣା ଚାଲିଗଲା ମହିଳାଙ୍କ ଜୀବନ। ସତ୍ୟବିହାର ଲୋକଙ୍କ ପାଇଁ ଅଧିକ ବିପଦ ଆଣୁଛି ରାଜପଥ। ଆପଣ ଯଦି ଭୁବନେଶ୍ୱର ଆୟରମ୍ଭ ତଥା ଉପକଣ୍ଠରେ ଥିବା ସତ୍ୟବିହାର ଅଞ୍ଚଳରେ ରହୁଛନ୍ତି ତେବେ ସାବଧାନ। ଗାଡ଼ିରେ ଯିବା ମାତ୍ରେ ଆପଣ ସତର୍କତା ଅବଲମ୍ବନ କରନ୍ତୁ, ନହେଲେ କେଉଁ ମୁହୂର୍ତ୍ତରେ ମଧ୍ୟ ଘଟିପାରେ ଅଘଟଣ। ଆମେ କଥା ଏଥିପାଇଁ କହୁଛୁ ଯେ ପଳାଶୁଣୀରୁ ପୁରୀ ବାଇପାସ୍ ସଂଯୋଗସ୍ଥଳ ସତ୍ୟବିହାର ବା ହାଇଟେକ୍ ଛକ ରାସ୍ତା ଏବେ ପାଲଟି ଯାଇଛି ମରଣଜନ୍ତା। ବାରମ୍ବାର ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ସତେ ଯେପରି ଏଥିପ୍ରତି କାହାର ନିଘା ନାହିଁ। ବେପରୁଆ ଗାଡ଼ି ଚଳନା ସାଙ୍ଗକୁ ମଦ୍ୟପାନ କିଛି ବି ରୋକିବାରେ ସଫଳ ହୋଇପାରୁନାହାନ୍ତି ସରକାର। ନିୟମିତ ବ୍ୟବଧାନରେ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ତିଆରି ହୋଇପାରୁନାହିଁ ଫୁଟ୍ ଓଭରବ୍ରିଜ୍। ଭୂତଳ ରାସ୍ତା ଦୁଇଟି କେନାଲର ଦୁଇ ପାର୍ଶ୍ୱରେ ହୋଇଛି ସତ, କିନ୍ତୁ ତାହା ବାସ୍ତବରେ ଲୋକଙ୍କ ସଠିକ୍ କାମରେ ଲାଗିପାରୁନାହିଁ। ସତ୍ୟବିହାର ଅଞ୍ଚଳରୁ ଯଦି କୌଣସି ବ୍ୟକ୍ତି ପଳାଶୁଣୀ କି ରସୁଲଗଡ଼ ଆଡ଼କୁ ଯିବାକୁ ଚାହିଁବେ ତେବେ ନିଶ୍ଚିତ ଭାବେ ଡାହାଣ ଏବଂ ବାମ ପଟେ ଥିବା ଦୁଇଟି ବ୍ରିଜ୍ ତଳ ରାସ୍ତା ମଧ୍ୟରୁ ଗୋଟିଏ ରାସ୍ତାର ବ୍ୟବହାର କରିବାକୁ ବାଧ୍ୟ ହେବେ। କିନ୍ତୁ ଜାତୀୟ ରାଜପଥରେ ଯେଉଁ ବେଗରେ ଗାଡ଼ିଗୁଡ଼ିକ ଚାଲୁଛି, ଟିକେ ଅସାବଧାନତା ହେଲେ କେଉଁ ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ। ତେବେ ପଳାଶୁଣୀରୁ ସତ୍ୟବିହାର ବା ହାଇଟେକ୍ ଛକ ରାସ୍ତା ମରଣଜନ୍ତା ବୋଲି ନୂଆବର୍ଷ ଆରମ୍ଭରୁ ହିଁ ପ୍ରମାଣିତ ହୋଇଗଲା। ସତ୍ୟବିହାର ଅଞ୍ଚଳରେ ରହୁଥିବା ପ୍ରଭାସିନୀ ପଣ୍ଡା ନାମ୍ନୀ ମହିଳାଙ୍କର ନୂଆବର୍ଷରେ ହିଁ ଶେଷ ଦିନ ପାଲଟି ଯାଇଛି। ସତ୍ୟବିହାରରୁ ଶହୀଦନଗର ଯିବା ବାଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଦୀପ ଲିଭିଯାଇଛି। ସେ ଦୁର୍ଘଟଣା ପୁଣି ସେହି ମରଣଜନ୍ତା ପାଲଟିଥିବା ରାସ୍ତାରେ ଘଟିଛି। ଏହାକୁ ନେଇ ଅନେକ ସମୟରେ ଉତ୍ତେଜନା ଓ ରାସ୍ତା ଅବରୋଧ ମଧ୍ୟ ହୋଇଥିଲା। ନୂଆ ବର୍ଷରେ ଅନେକ ଲୋକ ଏଥିପାଇଁ ରାସ୍ତା ଜାମ୍ ପରିସ୍ଥିତିକୁ ସାମ୍ନା କରିଥିଲେ। ମାତ୍ର ଅପରାହ୍ନରେ ପୁଣି ସେହି ରାସ୍ତା ପୂର୍ବ ସ୍ଥିତିକୁ ଫେରିଆସିଥିଲା। ତେବେ ସେ ଯାହା ହେଉନା କାହିଁକି ସମସ୍ତ ଗାଡ଼ି ଚାଳକ ଜାତୀୟ ରାଜପଥର ଏହି ସମ୍ବେଦନଶୀଳ ରାସ୍ତାରେ ଅତି କମ୍ରେ 20 ସ୍ପିଡ୍ରେ ଗାଡ଼ି ଚଳାଇଲେ କୌଣସି ଦୁର୍ଘଟଣା ଘଟିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବ୍ୟୁରୋ ରିପୋର୍ଟ, SMCT ନ୍ୟୁଜ୍।